ସକାଳ 4ଟାରୁ 5ଟା 30 ଭିତରେ ବ୍ରହ୍ମ ମୁହୂର୍ତ୍ତରେ ଯଦି ଆପଣ ଏହି 3ଟି ଶବ୍ଦକୁ କହିଦେବେ ତ ବିଶ୍ୱାସ କରନ୍ତୁ ସେହି ସମୟରେ ଆପଣଙ୍କର ଇଚ୍ଛା ପୁରା ହୋଇଯିବ। ବହୁତ ଅଧିକ ଚମତ୍କାରୀ ସମୟ ହୋଇଥାଏ ଆଉ ବହୁତ ଅଧିକ ଚମତ୍କାରୀ ଶବ୍ଦ ମଧ୍ୟ ହୋଇଥାଏ। ବାସ୍ ଆପଣ କେଉଁ କଥାର ଧ୍ୟାନ ରଖିବେ କି ଯଦି ଆପଣ ବ୍ରହ୍ମ ମୁହୂର୍ତ୍ତରେ ଉଠି ପାରୁନାହାନ୍ତି, ବ୍ରହ୍ମ ମୁହୂର୍ତ୍ତରେ ଉଠି ମୁହଁ ଧୋଇ ଆସିବାକୁ ପ୍ରୋବ୍ଲେମ ହେଉଛି କିମ୍ବା ସକାଳୁ ସ୍ନାନ କରିବାକୁ ପ୍ରୋବ୍ଲେମ ହୋଇଥାଏ, ତ ଆପଣ ବେଡରୁ ଉଠୁ ବେଡ୍ ଉପରେ ବସିକି ହିଁ ଏହି ଶବ୍ଦକୁ ବା ଏହି ମନ୍ତ୍ରକୁ କହିପାରିବେ। ଆପଣ କଣ କରିବେ ନା ହାତ ଯୋଡ଼ିକି ଆଖି ବୁଜିକି ପ୍ରଥମେ ଆପଣଙ୍କ ଇଷ୍ଟ ଦେବତାକୁ ଧ୍ୟାନ କରିବେ। ଆପଣଙ୍କର ଆତ୍ମାକୁ ପରମାତ୍ମାଙ୍କ ସହ ଯୋଡ଼ିବେ। 5ରୁ 10 ମିନିଟ୍ କିମ୍ବା 7 ମିନିଟ୍ ଭଗବାନଙ୍କୁ ଧ୍ୟାନ କରିବେ। ଭଗବାନଙ୍କୁ ଧନ୍ୟବାଦ ଦେବେ ଏବଂ କ୍ଷମା ପ୍ରାର୍ଥନା କରିବେ। ତାପରେ ଯେବେ ଆପଣଙ୍କର ଆତ୍ମା ପରମାତ୍ମାଙ୍କ ସହ ଯୋଡ଼ି ହେଇଯିବ ତ ଆପଣ ଏହି ଶବ୍ଦଟିକୁ କହିବେ, ମୁଁ ଭାଗ୍ୟଶାଳୀ ଅଟେ।